नमस्कार दर्शक बंधु शुभ सकाळ आज हूँ 26 नवेम्बर मंगलवार आज रही देश विदेश राज्यर गुरुत्वपूर्ण खबर जहाँ आपण मैंने 10 मिनिट समय दे देखिपारे ता पूर्व आपण मान गोटे अनुरोध आपणकर जिला को भल पाउले लाइक करने सहित कमेंट रे आपणकर जिलार ना लिखिदेवे तेबे कौन रही आज खबर चलता नजर पकाइबा। नंबर वन सुभद्रा टंका आसी नथिले टेंशन नाही बैंक मित्र आसी सजाड़िबे खाता लिंक करिवे आधार तेबे जदि आपनको सुभद्रा टंका एपर्यंत आसी नाही आपण माने କିଛି ଅସୁବିଧା କିଛି ଓରିଡ୍ ହେବା ଦରକାର ନାହିଁ କାହିଁକି ନା ଗତକାଲି ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରି ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ଯୋଗାଇ ଦେଇଛନ୍ତି କିନ୍ତୁ ଆଜି ଘୋଷଣା ହୋଇଛି ଯେ ସୁଭଦ୍ରାରୁ ବଞ୍ଚିତ ହୋଇଥିବା ଯେଉଁ ଲୋକମାନେ ଅଛନ୍ତି ତୁରନ୍ତ ତାଙ୍କୁ ଟଙ୍କା ମିଳିବ ତେବେ ମହିଳାଙ୍କୁ ଟଙ୍କା ପାଇବାରେ ଯେଉଁଠି ସମସ୍ୟା ରହିଛି ତାର ସମାଧାନ କରିବାକୁ ଯିବ ବ୍ୟାଙ୍କ ମିତ୍ରକୁ ନିଯୁକ୍ତି କରାଯିବ ଆଉ ଏହି ବ୍ୟାଙ୍କ ମିତ୍ର ତାଲିକା ମୁତାବକ ସମ୍ପୃକ୍ତ ମହିଳାଙ୍କ ନିକଟରେ ପହଞ୍ଚି ସମସ୍ୟା ଦୂର କରିବ। ରାଜ୍ୟ ସରକାର ବ୍ୟାଙ୍କ ମିତ୍ରଙ୍କ ଜରିଆରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳା ହିତାଧିକାରୀଙ୍କ ପାଖକୁ ଯିବ ଏବଂ ଟଙ୍କା ଯୋଗାଇବା ପାଇଁ ସମସ୍ତ ପ୍ରକାର ଯୋଜନା ମଧ୍ୟ କରିବ। ବ୍ୟାଙ୍କ ମିତ୍ର ଯାଇ ସୁଭଦ୍ରା ଯୋଜନା ସହ ମୋବାଇଲ ନମ୍ବର ଆଧାର ନମ୍ବର ଲିଙ୍କ ସବୁ ଆକାଉଣ୍ଟକୁ ଲିଙ୍କ ମଧ୍ୟ କରିବ ତା ସହିତ ଆକ୍ଟିଭ ମଧ୍ୟ କରିବ। ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ମୁତାବକ କୁହାଯାଉଛି ଯେ 7.68 ଆବେଦନକାରୀ ଟଙ୍କା ପାଇନାହାନ୍ତି ଯାହା କିଛି ଟେକ୍ନିକାଲ କାରଣରୁ ଆଉ ବ୍ୟାଙ୍କ ମିତ୍ର ଏବେ ଯାଏ ସବୁ କିଛି ସମସ୍ୟା ସମାଧାନ କରିବେ ବୋଲି କୁହାଯାଉଛି। ଆଉ ଯଦି ଆପଣ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି ନିଶ୍ଚୟ ଗୋଟିଏ ଲେଖାଏଁ କମେଣ୍ଟ କରିଦେବେ। ନମ୍ବର 2 ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା ମା ବିରଜାଙ୍କ ପୀଠର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ। ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିପୀଠ ଓଡ଼ିଶାର ଜନସାଧାରଣଙ୍କ ଧାର୍ମିକ ଏବଂ ଆଧ୍ୟାତ୍ମିକ ଚେତନାର ଏହା ହେଉଛି ପ୍ରମୁଖ ତୀର୍ଥକ୍ଷେତ୍ର। ମହାଭାରତ ଆଦି ଶଙ୍କରାଚାର୍ଯ୍ୟ ଶକ୍ତିପୀଠ ସ୍ତବ ଏବଂ ବାମନ ପୁରାଣର ମା ବିରଜାଙ୍କ ସମ୍ପର୍କ ବର୍ଣ୍ଣନା ରହିଛି ତେବେ ତୁରନ୍ତ ଏହାର ଉନ୍ନତିକରଣ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ସମସ୍ତଙ୍କୁ। ବିରଜା ମନ୍ଦିର ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ସବୁ ପ୍ରକାର ପ୍ରକଳ୍ପ ହାତକୁ ନିଆଯାଇଛି ସେ ସବୁ ପ୍ରକଳ୍ପ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେବେ ଭୁବନେଶ୍ୱର ହେବାକୁ ଥିବା ଡିଜିପି କନଫରେନ୍ସିଂରେ ଆସି ଓଡ଼ିଶାରେ 3 ଦିନ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ 29 ତାରିଖରେ ଓଡ଼ିଶା ଆସି 30/1 ତାରିଖରେ କନଫରେନ୍ସିଂରେ ସାମିଲ ହେବେ ବୋଲି କୁହାଯାଉଛି। ଲୋକସେବା ଭବନ କନଫରେନ୍ସିଂ ହଲରେ ନଭେମ୍ବର 29ରୁ ଆରମ୍ଭ ହେବ 3 ଦିନିଆ କନଫରେନ୍ସିଂ। ପ୍ରଥମ ଥର ପାଇଁ ଓଡ଼ିଶା ହେବାକୁ ଯାଉଛି ସର୍ବଭାରତୀୟ ପୋଲିସ ଡିଜି କନଫରେନ୍ସିଂ। ଦିଲ୍ଲୀରେ ବାର୍ଦ୍ଧକ୍ୟ ଭତ୍ତା 2500 ଟଙ୍କାକୁ ବଢ଼ିଲା ତେବେ ରାଜଧାନୀ ଦିଲ୍ଲୀରେ ଏବେ ବାର୍ଦ୍ଧକ୍ୟ ଭତ୍ତା 2500 ଟଙ୍କାର ଘୋଷଣା ହେଇଛି କରିଛନ୍ତି ରାଜ୍ୟ ସରକାର। ଦିଲ୍ଲୀ ସରକାର 80,000 ବୃଦ୍ଧ ବୃଦ୍ଧାଙ୍କ ପାଇଁ ଏବେ ବାର୍ଦ୍ଧକ୍ୟ ଭତ୍ତା ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଘୋଷଣା ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ବର୍ତ୍ତମାନ 5,30,000 ବୟସ୍କଙ୍କୁ ପେନସନ ମିଳିବ। ସେ ଯେଉଁଆଡ଼େ ଯାଉଥିଲେ ବୃଦ୍ଧ ଏବଂ ବୃଦ୍ଧାମାନେ ଭତ୍ତା ପାଇଁ ଦାବି କରୁଥିଲେ ଏହାକୁ ଦିଲ୍ଲୀ ସରକାର ଲାଗୁ କରିଦେଇଛନ୍ତି। ଏହା ଲାଗୁ ହେବା ପରେ 24 ଘଣ୍ଟା ମଧ୍ୟରେ 10,000 ଆବେଦନ ସରିଛି। ସରକାରଙ୍କ ଘୋଷଣା ଅନୁସାରେ 60ରୁ 69 ବର୍ଷ ବୟସର ବୃଦ୍ଧ ବୃଦ୍ଧାଙ୍କୁ ପ୍ରତି ମାସରେ 2,500 ଟଙ୍କା ଲେଖା ଦିଆଯିବ। ଆଇପିଏଲ ନିଲାମୀରେ ରେକର୍ଡ ରିଷଭ ପଣ୍ଟଙ୍କ ମୂଲ୍ୟ 27 କୋଟି ଟଙ୍କା ଆଉ ଶ୍ରେୟାସଙ୍କ ମୂଲ୍ୟ 26.75 କୋଟି ଟଙ୍କା। ରବିବାର ଦିନ ସାଉଦି ଆରବରେ ଜେଦା ସହର ସ୍ଥିତ ହେବ ଆଇପିଏଲର ଏକ ଅକ୍ସନ ଲାଗିଥିଲା ଯାହାଫଳରେ ସବୁଠାରୁ ହାଏଷ୍ଟ ରେକର୍ଡ ଏବଂ ଆକର୍ଷଣୀୟ ମୂଲ୍ୟରେ 27 କୋଟି ଟଙ୍କାରେ କ୍ରୟ କରିଛନ୍ତି ରିଷଭ ପଣ୍ଟଙ୍କୁ। ତାଙ୍କର ସାଥୀ ଖେଳାଳି ଶ୍ରେୟସ ଆୟରଙ୍କୁ ମଧ୍ୟ ଦ୍ୱିତୀୟ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି। ଆୟରକୁ ପଞ୍ଜାବ କିଙ୍ଗସ୍ 26 କୋଟି 75 ଲକ୍ଷ ଟଙ୍କାରେ କ୍ରୟ କରିଛି। ନିଲାମୀ ପ୍ରକ୍ରିୟାରେ ପନ୍ତ ଏବଂ ଆୟରଙ୍କ ଚାହିଦା ଅଧିକ ରହିଛି ବୋଲି କୁହାଯାଉଛି ତାହା ହିଁ ସବୁଠାରୁ ବଡ଼ କଥା। ଆଉ ପୂର୍ବର ଆଇପିଏଲ ଯେଉଁମାନେ ରେକର୍ଡ କରିଥିଲେ ସେମାନେ ଏପର୍ଯ୍ୟନ୍ତ କୌଣସି କ୍ରୟ କରିନାହାନ୍ତି ଯାହାଫଳରେ ସେମାନେ ଏବେ ବାଦ୍ ପଡ଼ିଛନ୍ତି। ତେବେ ଆଗକୁ ଦେଖାଯିବ କିଏ କିଏ କେଉଁ ଦଳରେ ରହୁଛନ୍ତି। ଭୁଷୁଡୁଛି ବିଜେଡି ଦଳ ଛାଡୁଛନ୍ତି ନେତା ଓ କର୍ମୀ ଦିନକୁ ଦିନ ବିଜେଡି ଆଉ ନାହିଁ ବିଜେଡି ଏଥର ଭୁଷୁଡି ପଡିବାରେ ଲାଗିଛି। ତେବେ ମାଲକାନଗିରି ଜିଲ୍ଲାର ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ
ଏବେ ନେତା ମନ୍ତ୍ରୀଙ୍କ ପୂର୍ବ ଭଳି ଉତ୍ସାହ ଓ ଲୋକ ସମ୍ପର୍କ ଦେଖିବାକୁ ମିଳୁନି। ଦଳରେ ଦୁଇ ତିନୋଟି ଗୋଷ୍ଠୀ ଯୋଗୁଁ ଏବେ କନ୍ଦଳ ଲାଗି ରହିଛି। ଏଭଳି ପରିସ୍ଥିତିରେ ଦଳର ନେତା କର୍ମୀମାନେ ଦଳ ଛାଡୁଛନ୍ତି। ବିଜେଡି ସତେ ଯେମିତି ଭୁଷୁଡି ପଡିବ ସେ ନେଇ ଚିନ୍ତାରେ ଏବେ। ତେବେ ସବୁ ଦଳ ଛାଡି ବିଜେପିରେ ମିଶୁଛନ୍ତି। ଆଉ ବିଜେପି ସରକାର ଯାହା କରୁଛନ୍ତି ଲୋକ ଦେଖି ମଧ୍ୟ ଖୁସି ହଉଛନ୍ତି। ବିଭିନ୍ନ ପ୍ରକାର ଯୋଜନାଠୁ ଆରମ୍ଭ କରି ନାରୀ ମାନଙ୍କର ଯୋଜନାଠୁ ଆରମ୍ଭ କରି ସବୁ କିଛି ଓଡ଼ିଶାରେ 5 ମାସ ଭିତରେ କରିକି ଦେଖେଇଛନ୍ତି। ଯାହା ଏବେ ବିରୋଧୀ ଦଳ ନେତା ଛାଡି ସିଧା ବିଜେପିରେ ମିଶୁଛନ୍ତି। ମୁଖ୍ୟମନ୍ତ୍ରୀ ସିନା କିନ୍ତୁ ଭୟ ହେବ। ତେବେ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ତେବେ କୁହାଯାଉଛି ଯେ ଦଳ ଜେଏମଏମ୍ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ମେଣ୍ଟ 56ଟି ସିଟ୍ ଜିତିବା ବେଳେ ଏନଡିଏ ମିଳିତ ମଞ୍ଚ 24ଟି ସିଟ୍ ଜିତିଛି। ଝାରଖଣ୍ଡ ନିର୍ବାଚନରେ ଏନଡିଏ ମିଳିତ ମଞ୍ଚର ଆକଳନ ଆଷ୍ଟରୁ ଏବେ ଦୃଷ୍ଟିରୁ କମ୍ ରହିଛି। କିନ୍ତୁ ଆସନ୍ତା 5 ବର୍ଷ ଯାଏଁ ହେମନ୍ତ ସୋରେନଙ୍କୁ ଡରାଇବା କାରଣ ବିଜେପିର ଭୋଟ ହାର ଜେଏମଏମ୍ ତୁଳନାରେ ବହୁତ ଅଧିକ। ତେବେ ଆଉ ଗୋଟେ ବଡ ଖବର, ବାଂଲାଦେଶରେ ଇସ୍କନ ସାଧୁ ଚିନ୍ମୟ ଦାସ ଗିରଫ। ହିନ୍ଦୁ ପାଇଁ ଆନ୍ଦୋଳନ କରିଥିଲେ। ହିନ୍ଦୁ ନେତା ଇସ୍କନ ସଦସ୍ୟ ଚିନ୍ମୟ ଦାସ ପ୍ରଭୁ ଗିରଫ କରାଯାଇଛି। ତେବେ ବାଂଲାଦେଶ ରିପୋର୍ଟ ସାମ୍ନା ଆସିଛି। ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶରେ ହେଉଥିବା ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସା କ୍ରମାଗତ ଭାବେ ବିରୋଧ କରି ଆସୁଛନ୍ତି। ନିକଟରେ ସେ ହିନ୍ଦୁଙ୍କ ପାଇଁ ସମର୍ଥନରେ ଏକ ରାଲି ମଧ୍ୟ କରିଥିଲେ। ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନେ କିଛି ମାସ ପୂର୍ବେ ଆକ୍ରମଣ ମଧ୍ୟ ହୋଇଥିଲା ହିନ୍ଦୁଙ୍କ ଉପରେ। ଛାତ୍ର ଆନ୍ଦୋଳନ ସମୟରେ ହିନ୍ଦୁ ଏବଂ ସେମାନଙ୍କ ଧର୍ମସ୍ଥଳୀକୁ ଟାର୍ଗେଟ କରାଯାଇଥିଲା। ତେବେ ବାଂଲାଦେଶରେ ମେହେରପୁର ତୁଳନାରେ ଅବସ୍ଥିତ ଇସ୍କନ ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ସେଠାରେ ଶେଖ୍ ହାସିନା ସରକାର ପତନ ଠାରୁ ନିୟମିତ ଭାବେ ହିନ୍ଦୁ ହିନ୍ଦୁ ମନ୍ଦିରକୁ ଆକ୍ରମଣ କରିଛନ୍ତି ବାଂଲାଦେଶ ମାନେ। ତେବେ ଏବେ ତାଙ୍କୁ ମଧ୍ୟ ବିଫଳ କରାଯାଇଛି। ହିନ୍ଦୁ ମନ୍ଦିର ଗୁଡ଼ିକର ସୁରକ୍ଷାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ ଚିନ୍ମୟ ଦାସ। ସେ କହିଥିଲେ ଚିଟଗଙ୍ଗରେ 3ଟି ମନ୍ଦିର ବିପଦରେ ଅଛି। ହିନ୍ଦୁ ସମ୍ପ୍ରଦାୟ ମୁସଲମାନ ସମ୍ପ୍ରଦାୟ କିଛି ସଦସ୍ୟ ସହାୟତାରେ ଏ ପର୍ଯ୍ୟନ୍ତ ସେମାନଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଚିନ୍ମୟ କହିଛନ୍ତି ଅନେକ ହିନ୍ଦୁ ଏବଂ ସଂଖ୍ୟାଲଘୁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ପଶ୍ଚିମବଙ୍ଗ ଏବଂ ତ୍ରିପୁରା ଦେଇ ଭାରତକୁ ମଧ୍ୟ ପଳାଉଛନ୍ତି। ଏଭଳି ସ୍ଥିତିରେ ଏବେ ଚିନ୍ମୟ ଦାସ ମଧ୍ୟ ଗିରଫ ହୋଇଛନ୍ତି। ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ। ଦେଶର ଅନେକ ପ୍ରମୁଖ ମେଟ୍ରୋ ସହରରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। କିନ୍ତୁ ଦିଲ୍ଲୀରେ ସର୍ବାଧିକ ରହିଛି, ଯାହାଫଳରେ ସ୍କୁଲ, କଲେଜ ଏବଂ ତା ସହିତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ଘୋଷଣା କରାଯାଇଛି। ତେବେ ସ୍କୁଲ, କଲେଜର ଏବେ ଅନଲାଇନ କ୍ଲାସ ହେବା ସହିତ ସରକାରୀ କର୍ମଚାରୀ 50% ଘରେ ବସି କାମ କରୁଛନ୍ତି, ଯାହାଫଳରେ ତାଙ୍କର ୱାର୍କ ଫ୍ରମ ହୋମ ଚାଲିଛି। ଏଭଳି ସ୍ଥିତିରେ ସରକାର ମଧ୍ୟ ଘୋଷଣା କରିଛନ୍ତି ଯେପର୍ଯ୍ୟନ୍ତ ବାୟୁ ଏବଂ ପ୍ରଦୂଷଣ ଠିକ ନ ହୋଇଛି ସେ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ, ଅନଲାଇନ କ୍ଲାସ ଚାଲିବ ବୋଲି କୁହାଯାଉଛି। ତେବେ କୁହାଯାଉଛି କେଉଁଝର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ସେବା ବସ୍ ଠପ୍ ହୋଇଛି। 3ଟି ଦାବିରେ ଜିଦ୍ କରି ବସିଛନ୍ତି ମହିଳା କର୍ମଚାରୀମାନେ। ତେବେ ଏ ନେଇକି ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ପାଟଣା ବ୍ଲକ ଅଞ୍ଚଳର ଯାତ୍ରୀମାନେ ଯାତାୟାତ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ତେବେ ସୂଚନା ଥାଉ କି 5ଟି ମୁଖ୍ୟମନ୍ତ୍ରୀ ବସ୍ର 12 ଜଣ ମହିଳା କଣ୍ଡକ୍ଟର ଆନ୍ଦୋଳନକୁ ଓହ୍ଲାଇଛନ୍ତି। 3 ମାସ ହେବ ଦରମା ପାଇନଥିବା ଜଏନିଂ ଲେଟର ସହିତ ଆଇ କାର୍ଡ ପ୍ରଦାନ ଦାବିରେ ପ୍ରତିବାଦ କରିଛନ୍ତି। ନହେଲେ ଚାକିରିରୁ ବାହାରି ଯିବାକୁ ଧମକ ଦେଇ ଆସୁଛନ୍ତି ମହିଳା କର୍ମଚାରୀମାନେ। ତେବେ 3 ମାସ ହେଲାଣି କିଭଳି ପଇସା ଦେଇନାହାନ୍ତି ସେ ନେଇ ସରକାର ମଧ୍ୟ ତଦନ୍ତ କରିବା ନିହାତି ଦରକାର ବୋଲି କହୁଛନ୍ତି। ତେବେ ଆଉ ଗୋଟେ ବଡ ଦୁଃଖଦ ଖବର, ଗୁଗୁଲ ମ୍ୟାପରେ ଗାଡି ଚଲାଇ ଯାଇଥିଲେ ଆଉ ହଠାତ୍ ବ୍ରିଜ ଉପରୁ ତଳକୁ ଖସିଲା କାର। ଆଉ 3 ଜଣଙ୍କର ସେଇଠି ଚାଲିଗଲା ଜୀବନ। ଉତ୍ତରପ୍ରଦେଶ ବରେଲି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁଗଲ ମ୍ୟାପକୁ ବିଶ୍ୱାସ କରି ଚାଲିଯାଇଛି 3 ଜଣଙ୍କର ଜୀବନ। ସେମାନେ ଗାଡ଼ିରେ ଯାଉଥିବା ବେଳେ ଗୁଗଲ ମ୍ୟାପ ତାଙ୍କୁ ଏକ ନିର୍ମାଣାଧୀନ ପୋଲ ଉପରେ ଦେଖାଇଥିଲା। ସେମାନେ ସେହି ପୋଲ ଉପରେ ସିଧା ଚଢ଼ିଥିଲେ ଏବଂ କାର ସ୍ପିଡରେ ନେଇଥିଲେ। ସେ କେବେ ବି ଭାବିନଥିଲେ ଯେ ଅଧା ନିର୍ମିତ ପୋଲ ହୋଇଥିବ। ଆଉ ତୁରନ୍ତ ସେଠୁ କାର 50 ଫୁଟରୁ ତଳକୁ ଖସି ପଡ଼ିଥିଲା, ଯାହାଫଳରେ ତୁରନ୍ତ ସେମାନଙ୍କର ମୃତ୍ୟୁ ହୋଇଥିଲା, ଯାହା ସମସ୍ତେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। ଡିଜିଟାଲ ଦୁନିଆରେ ଡିଜିଟାଲ ଉପରେ ଯେତେ ବିଶ୍ୱାସ କରିବା ଜରୁରୀ ସେତେ ମଧ୍ୟ ଜୀବନ ପ୍ରତି ମଧ୍ୟ ବିପଦ ଅଛି।